ଶିଖ ଓଡ଼ିଶା ୟୁଟ୍ୟୁବ ଚ୍ୟାନେଲରେ ମୁଁ ସନତ କୁମାର ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓ ସହିତ। ଆଜିର ଭିଡ଼ିଓରେ ଗୋଟେ ନୂଆ ଗଭର୍ଣ୍ଣମେଣ୍ଟର ସ୍କିମ୍ ସମ୍ବନ୍ଧରେ କହିବି। ସେ ହେଉଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଯେଉଁଟାକି ପ୍ରଧାନମନ୍ତ୍ରୀଙ୍କର ଯେଉଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯେଉଁ ସେଣ୍ଟ୍ରାଲରେ ଅଛି, ଅର୍ଥାତ୍ ଆୟୁଷ୍ମାନ ଭାରତ ଅଛି, ତା ସହିତ ଅଲରେଡ଼ି ମର୍ଜ ହେବା ପାଇଁ ଯାଉଛି, ଅର୍ଥାତ୍ ମିଶିଯିବା ପାଇଁ ଚାହୁଁଛି। ଯେଉଁ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପିର ସରକାର ଆସିଛି ଏବଂ ବିଜେପି ସରକାର ଆସିବା ଫଳରେ ବିଜେପି ଗଭର୍ଣ୍ଣମେଣ୍ଟର ମ୍ୟାନିଫେଷ୍ଟୋରେ ଥିଲା, ଯେଉଁ ବିଜେପି ପାର୍ଟିର ମ୍ୟାନିଫେଷ୍ଟୋରେ ଥିଲା ଯେ ସେମାନେ ପ୍ରଥମେ ଯେତେବେଳେ ଓଡ଼ିଶା ସରକାର ଗଢ଼ିବେ ତ ସେମାନେ ଆୟୁଷ୍ମାନ ଭାରତକୁ ଓଡ଼ିଶାରେ ଲାଗୁ କରାଇବେ। ବହୁତ ସାରା ଷ୍ଟେଟ୍ରେ, ଯେମିତିକି ଇଣ୍ଡିଆର ବହୁତ ସାରା ଷ୍ଟେଟ୍ରେ ଅଲରେଡ଼ି ଆୟୁଷ୍ମାନ ଭାରତର ଯେଉଁ ସ୍କିମ୍ ଲଞ୍ଚ କରିସାରିଥିଲା, କିନ୍ତୁ ଓଡ଼ିଶାରେ ହେଇପାରିନଥିଲା। ଆୟୁଷ୍ମାନ ଭାରତ ଯୋଜନାରେ ଆପଣମାନଙ୍କର ଓଡ଼ିଶା ଲଞ୍ଚ ହେବା ଫଳରେ ଓଡ଼ିଶାର ଲୋକମାନେ ବହୁତ ସାରା ସୁବିଧା ପାଇବେ। କ'ଣ ସେ ସୁବିଧା, ସବୁକିଛି ଡିଟେଲ୍ସ ଆଜିର ଭିଡ଼ିଓରେ କହିବି। ଭିଡ଼ିଓକୁ ଯଦି ବର୍ତ୍ତମାନ ସୁଦ୍ଧା ଆପଣମାନେ ଲାଇକ୍ କରିନାହାନ୍ତି, ଲାଇକ୍ କରିଦିଅନ୍ତୁ। ସେୟାର କରିନଥିଲେ ସେୟାର କରିଦିଅନ୍ତୁ, ଅନ୍ୟମାନଙ୍କୁ ଜଣାଇ ଦିଅନ୍ତୁ ଏ ସ୍କିମ୍ ସମ୍ବନ୍ଧରେ। ଏବଂ ଯଦି ବି କିଛି ଡାଉଟ୍ ଅଛି ଆପଣଙ୍କ ମନରେ, ନିଶ୍ଚିତ ଭାବରେ କମେଣ୍ଟ ସେକ୍ସନରେ ଲେଖନ୍ତୁ। ଦେନ୍ ମୁଁ ନିଶ୍ଚିତ ଭାବରେ ଆପଣଙ୍କ କମେଣ୍ଟକୁ ନିଶ୍ଚିତ ଭାବରେ ସର୍ଟ ଆଉଟ୍ କରିବା ପାଇଁ ଚାହିଁବି ବା ପ୍ରୋବ୍ଲେମକୁ ସର୍ଟ ଆଉଟ୍ କରିବା ପାଇଁ ଚାହିଁବି। ଆଜି ଆମେ ଡିସ୍କସନ୍ କରିବା ଆୟୁଷ୍ମାନ ଭାରତ ଯୋଜନା ସମ୍ବନ୍ଧରେ, ଅର୍ଥାତ୍ ଆୟୁଷ୍ମାନ ଭାରତ ଯୋଜନାରେ ଆପଣମାନେ ମଧ୍ୟ ଆପଣଙ୍କ ନାମକୁ ପଞ୍ଜୀକରଣ କରିପାରିବେ। ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ପ୍ରଥମ ଥର ପାଇଁ 1 ଏପ୍ରିଲରୁ ଆରମ୍ଭ ହୋଇଯିବ। ଏହାର ପଞ୍ଜୀକରଣ ଏଥିରେ କେଉଁମାନେ ପାଇବେ, ଦେଖନ୍ତୁ। ଏଥିରେ ପ୍ରଥମତଃ ଆପଣମାନଙ୍କର ରେସନ କାର୍ଡ଼ ହୋଲ୍ଡର ତ ନିଶ୍ଚିତ ଭାବରେ ସମସ୍ତେ ପାଇବେ, ଏବଂ ତା ସହିତ ପ୍ରତ୍ୟେକ ଯେଉଁମାନେ ରେସନ କାର୍ଡ଼ ହୋଲ୍ଡର ନୁହନ୍ତି ମଧ୍ୟ ସେମାନେ ଆୟୁଷ୍ମାନ ଭାରତ ଯୋଜନାରେ ଲାଭବାନ ହୋଇପାରିବେ। ଏହି ସବୁଠୁ ଗୋଟେ ବଡ଼ କଥା ଲୋକଙ୍କ ପାଇଁ, ଅର୍ଥାତ୍ ଯେଉଁମାନଙ୍କର ରେସନ କାର୍ଡ଼ ନାହିଁ ସେମାନେ ମଧ୍ୟ ଏ ଯୋଜନାର ଲାଭ ଉଠାଇ ପାରିବେ। ଦେନ୍ ଏହାର ଯେଉଁ ରେଜିଷ୍ଟ୍ରେସନ ପ୍ରୋସେସ୍ 1 ଏପ୍ରିଲରୁ ଆରମ୍ଭ ହୋଇଯିବ। ରେଜିଷ୍ଟ୍ରେସନ ପ୍ରୋସେସ୍ ସମ୍ବନ୍ଧରେ କହିବେ, କିନ୍ତୁ PMJY ବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବା ଆମେ କହିପାରିବା BSKY ଯେଉଁଟାକି ଥିଲା, ତାକୁ କେବଳ ନାମ ପରିବର୍ତ୍ତନ କରିକି ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରିଛନ୍ତି। ଆପଣମାନେ ଜାଣିଛନ୍ତି BSKY କାର୍ଡ଼ରେ ମହିଳାଙ୍କ କେସ୍ରେ 10 ଲକ୍ଷ ଟଙ୍କା ପାଉଥିଲା ବେଳେ ପୁରୁଷଙ୍କ କେସ୍ରେ 5 ଲକ୍ଷ ଟଙ୍କାର ବେନିଫିଟ୍ ସରକାର ଦେଉଥିଲେ, ହସ୍ପିଟାଲାଇଜେସନ୍ ବେନିଫିଟ୍ ଦେଉଥିଲେ। ତ ସେଇ ସେମ୍ ପ୍ରୋସିଡିଅର ଅଛି, ଅର୍ଥାତ୍ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଯେତେବେଳେ ଆୟୁଷ୍ମାନ ଭାରତ ସହିତ ମିଶିଗଲା, ଅର୍ଥାତ୍ ମିଶିଯିବ 1 ଏପ୍ରିଲଠୁ, ସେତେବେଳେ ମଧ୍ୟ ସେମ୍ କଥା ଆପଣମାନେ ପାଇବେ। କିନ୍ତୁ କିଛିଟା ପରିବର୍ତ୍ତନ ଅଛି, ଯେଉଁଟାକି ଆଜିର ଭିଡ଼ିଓରେ ଆମେ ଡିସ୍କସନ୍ କରିବା। ଦେଖନ୍ତୁ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଆପଣମାନେ ସେଇ 5 ଲକ୍ଷ ଟଙ୍କା ପୁରୁଷ କେସ୍ରେ ପାଉଥିଲେ, ମହିଳା କେସ୍ରେ ମଧ୍ୟ 10 ଲକ୍ଷ ଟଙ୍କା ପାଉଥିଲେ। କିନ୍ତୁ ଏଠି କ'ଣ ଅଛି ନା, ଆପଣମାନଙ୍କୁ ଆୟୁଷ୍ମାନ ଭାରତ ଲଞ୍ଚ କରିବା ଫଳରେ ଓଡ଼ିଶାରେ ବାହାରେ ମଧ୍ୟ ଯେଉଁମାନେ ରହୁଛନ୍ତି ସେମାନେ ମଧ୍ୟ ସେମାନଙ୍କର ବାହାର ଷ୍ଟେଟ୍ରେ ଯେଉଁ ହସ୍ପିଟାଲ ଅଛି ସେଥିରେ ମଧ୍ୟ ସେମାନେ ଫ୍ରି ଟ୍ରିଟମେଣ୍ଟ ହେଇପାରିବେ। ଏଇ ଯେଉଁ PMJY କାର୍ଡ଼କୁ ଦେଖେଇକି ଆପଣମାନେ ଫ୍ରିଲି ଟ୍ରିଟମେଣ୍ଟ ହେଇପାରିବେ, ଏବଂ ସେଟା କେବଳ ରେସନ କାର୍ଡ଼ ହୋଲ୍ଡର ମାନେ ପାଉଥିଲେ। ଏଟା ରେସନ କାର୍ଡ଼ ହୋଲ୍ଡର ଏବଂ ୱିଦାଉଟ୍ ରେସନ କାର୍ଡ଼ ହୋଲ୍ଡର ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ପାଇପାରିବେ। ଏବଂ ଏହାର ଗୋଟେ ସବୁଠୁ ବଡ଼ କଥା ହେଉଛି BSKY କାର୍ଡ଼ରେ 70 ବର୍ଷ ପର୍ଯ୍ୟନ୍ତ ଲୋକ ହିଁ ପାଉଥିଲେ ବେନିଫିଟ୍, କିନ୍ତୁ ଇଏ 70 ବର୍ଷରୁ ଉର୍ଦ୍ଧ୍ୱ ଯେଉଁମାନେ ଅଛନ୍ତି, ଅର୍ଥାତ୍ ବୟୋବନ୍ଦନା ଯୋଜନା ଗୋଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯେଉଁ ବୟୋବନ୍ଦନା ଯୋଜନା ରେ ଆପଣମାନେ ମଧ୍ୟ ଏକ୍ସଟ୍ରା ଆଉ 5 ଲକ୍ଷ ଟଙ୍କାର ବେନିଫିଟ୍ ପାଇପାରିବେ। ତ କେଉଁମାନେ ପାଇବେ, ଅର୍ଥାତ୍ ଯେଉଁମାନେ ଯଦି ଆପଣଙ୍କ ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତି ଅଛନ୍ତି, ବୃଦ୍ଧାବୃଦ୍ଧି ଅଛନ୍ତି, ତେବେ ଆପଣମାନେ ଆଉ ଅଧିକ 5 ଲକ୍ଷ ଟଙ୍କାର ମଧ୍ୟ ବେନିଫିଟ୍ ନେଇପାରିବେ। ଫର୍ ଏକ୍ଜାମ୍ପଲ୍ ମୁଁ ଆପଣମାନଙ୍କୁ ବୁଝାଇ ଦେବା ପାଇଁ ଚାହେଁ, ଯଦି ଆପଣଙ୍କ ପରିବାରରେ ଗୋଟେ କାର୍ଡ଼ ଅଛି, ତ କାର୍ଡ଼ରେ ଆପଣମାନେ ପୁରୁଷ କେସ୍ରେ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରୁଛନ୍ତି ପ୍ରତି ବର୍ଷରେ, ଏବଂ ମହିଳା କେସ୍ରେ 10 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରୁଛନ୍ତି। ସେଇଭଳି ଭାବରେ ଯଦି ଆପଣଙ୍କ କାର୍ଡ଼ରେ ଜଣେ 70 ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧା ଅଛନ୍ତି, ତେବେ ତାଙ୍କ ପାଇଁ ମଧ୍ୟ ଆପଣଙ୍କୁ 15 ଲକ୍ଷ ଟଙ୍କା ସରକାର ଗ୍ରହଣ କରିବେ। ଏବଂ ଏଇ ଯେଉଁ ଖର୍ଚ୍ଚ ଆମର ଓଡ଼ିଶା ଏବଂ ଓଡ଼ିଶା ବାହାରେ ପାଖାପାଖି 29,000 ହସ୍ପିଟାଲ ଯେଉଁ ଅଛି, ସେ ହସ୍ପିଟାଲରେ ଆପଣମାନେ ଏହାକୁ ୟୁଜ୍ କରିପାରିବେ। ଏବଂ ଇଏ ହେଉଛି ସବୁଠୁ ଗୋଟେ ବଡ଼ ସ୍କିମ୍, ଯେଉଁଟାକି ଆପଣମାନଙ୍କ ପାଇଁ ଗୋଟେ ଖୁସିର ଖବର। ଅର୍ଥାତ୍ ବାହାର ଷ୍ଟେଟ୍ରେ ବହୁତ ସାରା ଲୋକ ଆମର ଲୋକମାନେ ଅଛନ୍ତି, ଯେଉଁମାନେ କାମ କରିବା ପାଇଁ ଯାଇଛନ୍ତି, ସେମାନେ କୌଣସି କାରଣବଶତଃ ସେମାନେ ହସ୍ପିଟାଲକୁ ଯାଇପାରୁନାହାନ୍ତି, ଅର୍ଥାତ୍ ବଡ଼ ବଡ଼ ହସ୍ପିଟାଲକୁ ଯାଇପାରୁନାହାନ୍ତି ପଇସାର ଅଭାବ ଯୋଗୁଁ। କିନ୍ତୁ ଏଇ ଯେଉଁ କାର୍ଡ଼ ଯଦି ଆପଣମାନଙ୍କର ସବୁ ଷ୍ଟେଟ୍ରେ, ଯେମିତିକି ସବୁ ଷ୍ଟେଟ୍ରେ କାମ କରିବ କହିଛନ୍ତି, 29,000 ଷ୍ଟେଟ୍ ହସ୍ପିଟାଲରେ କାମ କରିବ, ତେବେ ନିଶ୍ଚିତ ଭାବରେ ଇଏ ଗୋଟେ
बेनिफिट आम मान हम एवं आमे माने समस्ते बाहर राज्य जो मैंने भी अच्छे मध्य से माने जाइए से भल हॉस्पिटल रे आमे ट्रीटमेंट करि परिबा। ये हूँ गोटे आज बड़ अपडेट। तो यार पंजीकरण को लेकिन सेमती किसी स्पष्टता बर्तमान सुधा कह जाए ना किंतु कौन केमिति कौन प्रोसीजर पंजीकरण हम किंतु जानी रखु आपण 31 मार्च 2024 पूर्व जो मान रेशन कार्ड हो जाइथिला तो से पाखे सरकार ऑलरेडी डाटाबेस अच्छी से तो से पीएम जो गोपबंधु जन आरोग्य योजना बा आमे कहि परिबा आयुष्मान भारत कार्ड से सरकार ऑलरेडी से डिस्पैच करि परिबे किंतु जो मानकर 70 वर्ष ऊर्ध्व किंबा जो मानकर 1 एप्रिल 2024 नुआ रेशन कार्ड रे अंतर्भुक्त होइचंदी सेमानक पई निजको पंजीकरण करिया पई पड़ियो किंतु पंजीकरण रो कोनोसी प्रोसीजर वर्तमान सुधा सरकार को तरफ दिया जाए नहीं अर्थात सेंट्रल गवर्नमेंट रे जो beneficiary.nha.gov.in अच्छी से ओडिशा जो ओडिशा स्टेट रो एक्टिव है नहीं तो एक्टिव 1 एप्रिल पर एक्टिव हेले निश्चित भाव में से विषय आम पंजीकरण प्रोसीजर आम मैंने निहती भाव चैनल आसो से चैनल को बर्तमान सुधा यदि आपने लाइक शेयर सब्सक्राइब करना निश्चित भाव में लाइक शेयर सब्सक्राइब कर दिंतु वीडियो भल लगे निश्चित भाव में लाइक दिंतु अन्य मानक सब शेयर करूँ देन आउ सेमती किसी बड़ कथा ना तो सबुठु यार गोटे मूल मामूल को कही रखुची जो सबुठु इम्पोर्टेंट कथा हूँ जदि आपण घरे कि 70 वर्ष ऊर्ध्व महिला बा वृद्धा महिला बा पुरुष अच्छा तेबे आपण माने 15 लाख टंकार से कार्ड उपर आपण माने क्लेम करि परिबे सेमानक पई मध्ये सेपरेट कार्ड सरकार जोगाई देबे एवं सबुठु बड़ कथा हूँ विदाउट रेशन कार्ड जो मानकर अच्छी अर्थात रेशन कार्ड नाही तो सेमाने मध्ये योजनार लाभवान उठै परिबे लाभ उठै परिबे ये हूँ सबुठु गोटे बड़ अपडेट एवं आपण माने बाहर स्टेट रे जाइके मध्ये यार ए स्कीम रो योजनार लाभ मध्ये उठै परिबे। यदि आउ किछि विषय रे जानिया पई चाहू वीडियो निश्चित भाव कमेंट